ଯୁକ୍ତ ଦୁଇ ପୁନଃ ମୂଲ୍ୟାଙ୍କନ ପାଇଁ ଏହି ତାରିଖରେ ବାହାରିବ ବିଜ୍ଞପ୍ତି। ଜାଣନ୍ତୁ କେବେ ହେବ ଇନଷ୍ଟାଣ୍ଟ ପରୀକ୍ଷା। ଚାଲନ୍ତୁ ଜାଣିବା ସମ୍ପୂର୍ଣ୍ଣ ଅପଡେଟ୍। ତା ପୂର୍ବରୁ ଭିଡ଼ିଓଟିକୁ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ଘଣ୍ଟି ଚିହ୍ନ ଅଲ୍ ନୋଟିଫିକେସନରେ କ୍ଲିକ୍ କରିନିଅନ୍ତୁ, ଯାହାଦ୍ୱାରା ଆଗକୁ ଏଭଳି ନୂଆ ନୂଆ ଭିଡ଼ିଓର ନୋଟିଫିକେସନ୍ ସର୍ବପ୍ରଥମେ ପାଇପାରିବେ। ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଉତ୍ତର ଖାତାରେ ପୁନଃ ମୂଲ୍ୟାଙ୍କନ ପାଇଁ ଆସନ୍ତା ଜୁନ୍ 1 ସୁଦ୍ଧା ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କୁହାଯାଇଛି। ଇଚ୍ଛୁକ ଛାତ୍ରଛାତ୍ରୀମାନେ 1 ତାରିଖରୁ ପରୀକ୍ଷା ଖାତାର ପୁନଃ ମୂଲ୍ୟାଙ୍କନ ପାଇଁ ଆବେଦନ କରିପାରିବେ। ଜୁନ୍ ମାସ ସପ୍ତାହରେ ବାର୍ଷିକ ଇନଷ୍ଟାଣ୍ଟ ପରୀକ୍ଷା ହେବ ବୋଲି କର୍ତ୍ତୃପକ୍ଷ କହିଛନ୍ତି। କାର୍ଯ୍ୟ ହୋଇଥିବା ପିଲାମାନଙ୍କୁ ପୁଣି ଥରେ ସୁଯୋଗ ଦେବା ପାଇଁ ପରିଷଦ ତରଫରୁ ଏହି ପଦକ୍ଷେପ ନିଆଯାଇଛି। ସୂଚନାଯୋଗ୍ୟ, ଚଳିତ ବର୍ଷ ଯୁକ୍ତ ଦୁଇ ବିଜ୍ଞାନରେ ସର୍ବାଧିକ 798 ଜଣ ଫେଲ୍ ହୋଇଥିବା ବେଳେ ଧନ୍ଦାମୂଳକ ଶିକ୍ଷାରେ ସବୁଠାରୁ କମ୍ 91 ଜଣ ଫେଲ୍ ହୋଇଛନ୍ତି। ସେହିଭଳି ଚଳିତ ମାସ 29 ତାରିଖରୁ ଜୁନ୍ ମାସ 12 ତାରିଖ ମଧ୍ୟରେ 15 ଦିନ ଧରି ମାଟ୍ରିକ ପରୀକ୍ଷା ଖାତାରେ ରିଚେକିଂ ଅନଲାଇନ୍ ମାଧ୍ୟମରେ କରାଯାଇପାରିବ ବୋଲି ବୋର୍ଡ ତରଫରୁ କୁହାଯାଇଛି। ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ଏବଂ ମଧ୍ୟମ ଛାତ୍ରଛାତ୍ରୀମାନେ ଅଫଲାଇନ୍ ମାଧ୍ୟମରେ ବୋର୍ଡ ମୁଖ୍ୟ କାର୍ଯ୍ୟାଳୟ କିମ୍ବା ଆଞ୍ଚଳିକ କାର୍ଯ୍ୟାଳୟରେ ଆବେଦନ କରିପାରିବେ।